ଦେଖନ୍ତୁ ସୁଭଦ୍ରା ଯୋଜନାର ଟଙ୍କା କେଉଁ ବ୍ୟାଙ୍କକୁ ଆସିବ କେଉଁ ବ୍ୟାଙ୍କକୁ ଆସିବନି। ପ୍ରଥମ କରି ଏହି ବ୍ୟାଙ୍କ ଗୁଡ଼ିକ ମାନଙ୍କରେ ଆପଣମାନଙ୍କର ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଆସିପାରିବ। ଆପଣମାନେ ଜାଣିବେ କେମିତି ଯେ ଆପଣଙ୍କର ଏହି ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ। କେବଳ ଆପଣମାନଙ୍କର ସୁଭଦ୍ରା ଯୋଜନା ଟଙ୍କା କଥା ଆମେ କହିବୁନି, ଆପଣମାନଙ୍କର ସିଏମ୍ କିଷାନ ଯୋଜନାର ଟଙ୍କା, ପିଏମ୍ କିଷାନ ଯୋଜନାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ମଧ୍ୟ ଏହି ପ୍ରକ୍ରିୟା ମାଧ୍ୟମରେ ଆସିବ। ଏହି ପ୍ରକ୍ରିୟାଟିକୁ ଆପଣମାନେ ସମସ୍ତେ କରିବା ନିହାତି ଦରକାର, କାହିଁକି ନା ବେଳେବେଳେ ଏହି ପ୍ରକ୍ରିୟାକରଣଟି ଡିଆକ୍ଟିଭ ହୋଇଯାଇଥାଏ, ଯାହାଫଳରେ ଆପଣମାନଙ୍କର କିସ୍ତିର ଟଙ୍କା ଅଟକି ଯାଇଥାଏ। ତ ସେଥିପାଇଁ ଆପଣମାନେ ଯେକୌଣସି କିସ୍ତି ଟଙ୍କା ଆସିବା ପୂର୍ବରୁ ଏହି ପ୍ରକ୍ରିୟା ଆପଣମାନେ କରିନିଅନ୍ତୁ, କନଫର୍ମ ମଧ୍ୟ ହୋଇଯାଆନ୍ତୁ ଯେ ଏହି ବ୍ୟାଙ୍କକୁ ମୋର କିସ୍ତି ଟଙ୍କା ଆସିବ। ତ ଏହି ପ୍ରକ୍ରିୟା କରିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ଜାରି କରାଯାଇଛି। ଏହି ପ୍ରକ୍ରିୟାକରଣଟି କୌଣସି କାରଣବଶତଃ ନିଷ୍କ୍ରିୟ ହୋଇଥାଏ, ଯାହାଫଳରେ ଆପଣମାନଙ୍କର କିସ୍ତି ଟଙ୍କା ଅଟକି ଯାଇଥାଏ। ତ ଏହି ପ୍ରକ୍ରିୟା ବିଷୟରେ ଆମେ ସମ୍ପୂର୍ଣ୍ଣ କିଛି ସୂଚନା ଜାଣିବା। ଆପଣମାନେ କେମିତି ଘରେ ବସି ନିଜର ମୋବାଇଲ ମାଧ୍ୟମରେ ଚେକ୍ କରିପାରିବେ କିସ୍ତି ଟଙ୍କା ଆସିବା ପୂର୍ବରୁ ଡିଟେଲ୍ସ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି ଏହି ଭିଡ଼ିଓରେ। ଅଲଗା ଭିଡ଼ିଓ ଆପଣମାନଙ୍କୁ ଦେଖିବାକୁ ପଡ଼ିବନି। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ ସେ ଯୋଜନା ଗୁଡ଼ିକ ବିଷୟରେ ଆପଣ ସମ୍ପୂର୍ଣ୍ଣ ସୂଚନା ପାଇବେ ଏବଂ ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ ପରିଚାଳନା ହେଉଛି ସେହି ଯୋଜନା ଗୁଡ଼ିକର ନୂଆ ନୂଆ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ। ଦେଖନ୍ତୁ, ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ ସବୁ ରହିଛି, ଏହି ଯୋଜନା ଗୁଡ଼ିକରେ ଆର୍ଥିକ ସହାୟତା ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ମିଳିଥାଏ। ଏହି ଡିବିଟି ପ୍ରକୃତରେ କ'ଣ, ଏହି ଡିବିଟି କେମିତି କ'ଣ କାମ କରିଥାଏ, ଆସନ୍ତୁ ଏହା ଉପରେ ନଜର ପକାଇବା। ଦେଖନ୍ତୁ, ଡିବିଟି କହିବାକୁ ଗଲେ ଆପଣମାନଙ୍କର ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର, ଏହାକୁ ସର୍ଟ ଫର୍ମରେ ଆମେ କହିଥାଉ ଡିବିଟି। ଏହାକୁ ଓଡ଼ିଆରେ କହିଥାଉ ସିଧାସଳଖ ସୁବିଧା ହସ୍ତାନ୍ତର। ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ବ୍ୟବସ୍ଥା, ଯାହା ମାଧ୍ୟମରେ ସରକାରୀ ଯୋଜନାର ଟଙ୍କା କୌଣସି ମଧ୍ୟସ୍ଥି ବିନା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଥାଏ। ଏହାକୁ କରିବା ପାଇଁ ଆଧାର ସିଡିଂ ଅର୍ଥାତ୍ ଆଧାର ସଂଯୋଗ, ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହିତ ଆଧାର କାର୍ଡ଼ ଲିଙ୍କ ହେବା ଜରୁରୀ। ତାପରେ ଆପଣମାନଙ୍କର ସରକାରୀ ବିଭାଗ ଅଧିକାରୀଙ୍କ ଦ୍ୱାରା ତଥ୍ୟଗୁଡ଼ିକ ଯାଞ୍ଚ କରାଯାଇଥାଏ। ଯାଞ୍ଚ ପରେ ଆପଣମାନଙ୍କର ସବୁକିଛି ଠିକ୍ ଥିଲେ ସରକାର ଆଧାର ପେମେଣ୍ଟ ବ୍ରିଜ୍ ବ୍ୟବହାର କରି ସିଧାସଳଖ ଟଙ୍କା ପଠାଇଥାନ୍ତି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ। ଏହା ଫଳରେ ଟଙ୍କା ଆପଣଙ୍କ ସେହି ବ୍ୟାଙ୍କ ଖାତାରେ ପହଞ୍ଚେ ଯାହା ଆଧାର ସହିତ ଲିଙ୍କ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଆପଣଙ୍କର କେଉଁ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତି ଟଙ୍କା ଗୁଡ଼ିକ ଆସିପାରିବ। ଏହା ଆପଣମାନେ କେମିତି ଚେକ୍ କରିବେ ଘରେ ବସି ନିଜର ମୋବାଇଲ ମାଧ୍ୟମରେ। କୌଣସି ଜନସେବା କେନ୍ଦ୍ରକୁ ଯିବା ପାଇଁ ପଡ଼ିବନି, ଟଙ୍କାଟିଏ ବି ଖର୍ଚ୍ଚ କରିବା ପାଇଁ ପଡ଼ିବନି। ଯଦି ଆପଣମାନଙ୍କର ଆକାଉଣ୍ଟରେ ଡିବିଟ୍ ନଥିବ ତାହା ମଧ୍ୟ ଆପଣ ଘରେ ବସି ନିଜର ମୋବାଇଲ ମାଧ୍ୟମରେ କରିପାରିବେ। ସର୍ବପ୍ରଥମେ ଆପଣମାନଙ୍କର ଯେକୌଣସି ଗୋଟିଏ ମୋବାଇଲ ବ୍ରାଉଜରକୁ ଆସନ୍ତୁ, ଯେମିତିକା ଆପଣମାନଙ୍କର ଗୁଗଲ କ୍ରୋମ୍ ରହିଛି। ଏଠାରେ ଦେଖିବାକୁ ପାଉଥିବେ ସର୍ଚ୍ଚ ବାର୍ ରହିଛି। ଏହି ସର୍ଚ୍ଚ ବାର୍ରେ ଆପଣମାନେ ଟାଇପିଂ କରନ୍ତୁ npci.org.in ଲେଖି ଆପଣମାନେ ସର୍ଚ୍ଚ କରିଦିଅନ୍ତୁ। ଯେତେବେଳେ ଆପଣ npci.org.in ଲେଖି ସର୍ଚ୍ଚ କରିବେ, ଆପଣଙ୍କ ମୋବାଇଲରେ ଏଇଭଳି NPCIର ଅଫିସିଆଲି ପେଜ୍ ଶୋ କରାଇବ। ତାପରେ ଦେଖନ୍ତୁ, ଏଠାରେ 3 ଲାଇନ୍ ରହିଛି। ଏହି 3 ଲାଇନ୍ ଅପସନ୍ ଉପରେ ଆପଣ କ୍ଲିକ୍ କରିବେ। ଯେତେବେଳେ ଆପଣ ଏହି 3 ଲାଇନ୍ ଅପସନ୍ ଉପରେ ଆପଣ କ୍ଲିକ୍ କରିବେ, ଦେଖନ୍ତୁ ଏଇଭଳି ଅପସନ୍ ଗୁଡ଼ିକ ଶୋ କରାଇବ। ଏଠାରେ ଆପଣମାନଙ୍କର ଏବାଉଟ୍ NPCI, କଷ୍ଟମର, ବିଜନେସ୍, ଷ୍ଟାଟିଷ୍ଟିକ୍ସ ଏହି 4ଟି ଅପସନ୍ ମଧ୍ୟରୁ ଆପଣ କଷ୍ଟମର ଅପସନ୍ଟିକୁ କ୍ଲିକ୍ କରନ୍ତୁ। ଯେତେବେଳେ ଆପଣ ଏହି କଷ୍ଟମର ଅପସନ୍ ଉପରେ କ୍ଲିକ୍ କରିବେ, ଦେଖନ୍ତୁ
এইଭଳି ଅପସନ୍ ଗୁଡ଼ିକ ଶୋ କରିବ, ଯେମିତିକା ଗେଟ୍ ହେଲ୍ପ ରହିଛି, ୟୁପିଆଇ କମ୍ପ୍ଲେନ୍ ରହିଛି, ଅଦର ପ୍ରଡକ୍ଟ କମ୍ପ୍ଲେନ୍ ରହିଛି, ଏନି ଏଟିସି ଫାଷ୍ଟ ଟ୍ୟାଗ ଷ୍ଟାଟସ୍ ରହିଛି, ଭାରତ ଆଧାର ସିଡିଂ ଏନାବୁଲ୍ ରହିଛି। ତ ଆପଣ କ'ଣ କରିବେ, ଭାରତ ଆଧାର ସିଡିଂ ଏନାବୁଲ୍ ଅପସନ୍ ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିଦେଉଛନ୍ତି, ଦେଖନ୍ତୁ এইଭଳି ଏକ ପେଜ୍ ପ୍ରୋସେସିଂ ହେଇ ଆସିବ। ତ ଏଠାରେ ଆପଣ ବିଭିନ୍ନ ଅପସନ୍ ଦେଖିବାକୁ ପାଉଥିବେ। ପ୍ରଥମେ ଆପଣମାନଙ୍କର ରହିଛି ଆଧାର ସିଡିଂ ଡିସିଡିଂ ରହିଛି, ତାପରେ ଆପଣମାନଙ୍କର ଆକାଉଣ୍ଟ ଡିଟେଲ୍ସ ରହିଛି, ତାପରେ ଆପଣମାନଙ୍କର ରହିଛି ଆଧାର ମ୍ୟାପ୍ଡ ଷ୍ଟାଟସ୍ ରହିଛି, ତାପରେ ଆପଣମାନଙ୍କର ରହିଛି ଆଧାର ମ୍ୟାପିଂ ହିଷ୍ଟ୍ରି ରହିଛି। ତ ଆପଣ କେଉଁ ଅପସନ୍ ଉପରେ କ୍ଲିକ୍ କରିବେ? ଆପଣ ଏଠାରେ ଆଧାର ମ୍ୟାପ୍ଡ ଷ୍ଟାଟସ୍ ଅପସନ୍ ଉପରେ କ୍ଲିକ୍ କରିବେ। ଏହି ଅପସନ୍ କ୍ଲିକ୍ କଲା ପରେ ଦେଖନ୍ତୁ ଏଠାରେ ଆପଣମାନଙ୍କୁ ଆପଣମାନଙ୍କର ଆଧାର ନମ୍ବର ଏଇ ବକ୍ସରେ ଟାଇପିଂ କରିବା ପାଇଁ କହିବ। ତ ଆପଣମାନେ ଏଇ ବକ୍ସରେ ନିର୍ଭୁଲ ଭାବରେ ଆପଣମାନଙ୍କର ଆଧାର ନମ୍ବରଟିକୁ ଦେଇଦିଅନ୍ତୁ। ଆଧାର ନମ୍ବରଟିକୁ ଦେଲା ପରେ ତାପରେ ଦେଖନ୍ତୁ ଆପଣମାନଙ୍କର ରହିଛି କ୍ୟାପଚା କୋଡ଼୍। ଏହି କ୍ୟାପଚା କୋଡ଼୍ଟିକୁ ଏଇ ବକ୍ସରେ ଆପଣମାନେ ଯେମିତିକା ରହିଛି ଆପଣ ସେଇଭଳି ନମ୍ବର ଗୁଡ଼ିକ ଆପଣ এই বক্সরে ଦେଇଦେବେ। ଦେଲା ପରେ ଆପଣମାନଙ୍କର ରହିଛି ଅପସନ୍ ଗୋଟେ ଚେକ୍ ଷ୍ଟାଟସ୍। ଏହି ଚେକ୍ ଷ୍ଟାଟସ୍ ଅପସନ୍ ଉପରେ ଆପଣ କ୍ଲିକ୍ କରିଦେବେ। ଯେତେବେଳେ ଆପଣ ଚେକ୍ ଷ୍ଟାଟସ୍ ଅପସନ୍ ଉପରେ କ୍ଲିକ୍ କରିବେ, ଆପଣଙ୍କ ଆକାଉଣ୍ଟରେ ଡିବିଟି ଆକ୍ଟିଭ୍ ଅଛି କି ନାହିଁ ଶୋ କରେଇଦେବ।